ପିଲାମାନେ କେମିତି ଅଛନ୍ତି ଏହାକି ସମସ୍ତେ ପିଲାମାନେ ବହୁତ ହି ଭଲ ଥିବେ ସତ ମାନେ ସେମିତି ଭଲ ଥାନ୍ତୁ। ତ ପିଲାମାନେ ଆଜିର ଭିଡ଼ିଓଟି ସମ୍ପୂର୍ଣ୍ଣ ଭାବରେ ପ୍ଲସ୍ ଥ୍ରୀର 6th ସେମିଷ୍ଟର ଓଡ଼ିଆ ଅନର୍ସ ପିଲାମାନଙ୍କ ପାଇଁ ଗୋଟେ ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ। କାହିଁକିନା ପିଲାମାନେ ଯୋଉ ତାଙ୍କର ଗଡ଼ ପେପର 13ର ୟୁନିଟ୍ 4 କ'ଣ ଅଛି ଭାଷା ଓ ଜାତୀୟତା କିଏ ଲେଖିଛନ୍ତି ଗୋପବନ୍ଧୁ ଦାସ। ତ ପିଲାମାନେ ସେଇ ତମର ୟୁନିଟ୍ 4 ଭାଷା ଓ ଜାତୀୟତାରୁ ଆମେ ସିଲେକ୍ଟେଡ୍ ସର୍ଟ କ୍ୱେଶ୍ଚନ ଗୁଡ଼ିକ ଆଲୋଚନା କରିବା। କେବଳ ସିଲେକ୍ଟେଡ୍ ମୁଁ 10ଟି ସର୍ଟ କ୍ୱେଶ୍ଚନ କହିଦେବି ସେଇ ଭିତରୁ ତମମାନଙ୍କର ସର୍ଟ କ୍ୱେଶ୍ଚନ ଏକ୍ସାମରେ ଆସିଲେ ତମମାନେ ନିହାତି ଭାବରେ ଲେଖିପାରିବ। ତ ପିଲାମାନେ କେହି ଭାବିବ ନାହିଁ ଯେ ଆମେ ଯୋଉ ସର୍ଟ କ୍ୱେଶ୍ଚନ ଗୁଡ଼ିକ ଆଲୋଚନା କରୁଛେ କେବଳ 1 ମାର୍କ, ତ ତାହା ଭୁଲ। ଏଇ କ୍ୱେଶ୍ଚନ ଗୁଡ଼ିକ 1 ମାର୍କ ହେଇପାରିବ, ତା ସହିତ 2 ମାର୍କ ମଧ୍ୟ ହେଇପାରିବ। ଅଲଗା ଅଲଗା ୟୁନିଭର୍ସିଟି ଗୁଡ଼ିକରେ ଏହାର କ୍ୱେଶ୍ଚନ ପ୍ୟାଟର୍ନ ଡିଫରେଣ୍ଟ ଥାଏ। ତେଣୁକରି ମୁଁ ଭାବିଲି ଚାଲନ୍ତୁ ଆମେ ସର୍ଟ କ୍ୱେଶ୍ଚନ ଭିଡ଼ିଓଟି ମାଧ୍ୟମରେ ତୁମକୁ ଆଲୋଚନା କରିଦେବା। ଦେଖନ୍ତୁ ଆଜି ସମସ୍ତେ କେଉଁଥିପାଇଁ ବ୍ୟାକୁଳ? ଆଜି ସମସ୍ତେ ଜାତୀୟତା ପାଇଁ ବ୍ୟାକୁଳ। ଭାଷା ଜାତୀୟତା ପ୍ରବନ୍ଧର ପ୍ରାବନ୍ଧିକ କିଏ ଓ ଏହା ତାଙ୍କର କେଉଁ ଅଭିଭାଷଣ ଅଟେ? ଦେଖନ୍ତୁ ଏହି ଏହି ପ୍ରବନ୍ଧର ପ୍ରାବନ୍ଧିକ ଗୋପବନ୍ଧୁ ଦାସ। ଏହା ତାଙ୍କର କ'ଣ ଲକ୍ଷ୍ନୌରେ ପ୍ରଦତ୍ତ ଅଭିଭାଷଣ। ଜାତୀୟ ସମସ୍ୟା ଭାରତରେ ଆଜି କାହିଁକି ଗୁରୁତର? ନା ଦେଖନ୍ତୁ ଭାରତରେ ଅଛି ଅନେକ ପ୍ରଦେଶ, ପ୍ରତି ପ୍ରଦେଶରେ ରହିଛି ବ୍ୟବହାରଗତ ପାର୍ଥକ୍ୟ। ତେଣୁ ଭାରତରେ ଆଜି ଜାତୀୟ ସମସ୍ୟା ଗୁରୁତର। ଦେଖନ୍ତୁ ଆର୍ଯ୍ୟ ଋଷି ମାନେ କ'ଣ ଭାବିଥିଲେ? ଯେ ଆର୍ଯ୍ୟ ଋଷି ମାନେ ବୁଝିଥିଲେ ଯେ ଭାବ ଏବଂ ଭାଷାର ଏକତା ମାନବ ପ୍ରାଣର ମିଳନ ପକ୍ଷେ એકમાત્ર ପନ୍ଥା। ସେ ଜାଣିଥିଲେ ହେଲା ପ୍ରାଦେଶିକ ଏକତା ସମ୍ଭବ ହୋଇପାରୁନାହିଁ। କାହିଁକି? ନା ଦେଖନ୍ତୁ କାର୍ଯ୍ୟୋପଲକ୍ଷେ ହେଉ ବା ଘଟଣା ସୂତ୍ରରେ ହେଉ, ଯିଏ ଯେଉଁ ସ୍ଥାନରେ ବସବାସ କରେ ସେଠାକାର ସାହିତ୍ୟ, ସଭ୍ୟତା ଓ ଭାଷା ଆଦିକୁ ନିଜର ବୋଲି ଭାବିବାକୁ ମଣିଷ କୁଣ୍ଠା ପ୍ରକାଶ କରୁଛି। ତେଣୁ ପ୍ରାଦେଶିକ ଏକତା ସମ୍ଭବ ହୋଇପାରୁନାହିଁ। ଭାବର ଏକତା କିପରି ପ୍ରତିଷ୍ଠିତ ହୋଇପାରିବ? ଦେଖନ୍ତୁ ଭାଷା ମାଧ୍ୟମରେ ଭାବର ଏକତା ପ୍ରତିଷ୍ଠିତ ହୋଇପାରିବ। ଭାବ ଓ ସଭ୍ୟତାର ମୂଳରେ କ'ଣ ରହିଛି? ନା ଭାବ ଓ ସଭ୍ୟତାର ମୂଳରେ ରହିଛି କିଏ? ନା ସଭ୍ୟତା। ଭାରତର କୌଣସି ସ୍ଥାନରେ ପୂର୍ବର ସେଇ କ'ଣ ଅବିମିଶ୍ରଣ ଅବିମିଶ୍ରଣ ନାହିଁ। କାହିଁକି? ନା ଦେଖନ୍ତୁ ଆଜିକାଲି ଭାରତର ଏକ ପ୍ରଦେଶରେ ନାନା ପ୍ରକାରର ଲୋକ ଅଛନ୍ତି। କ୍ରମେ ଆଉ ନୂତନ ସମ୍ପ୍ରଦାୟ ଓ ସମାଜର ଲୋକ ମିଶୁଛନ୍ତି। ତେଣୁ କୌଣସି ସ୍ଥାନରେ ପୂର୍ବର ଅବିମିଶ୍ରଣ ନାହିଁ। ନାନାବିଧ ଲୋକମାନଙ୍କର ମଧ୍ୟରେ ଏକତା ରକ୍ଷା କରିବାକୁ ହେଲେ କ'ଣ ଯେ କରିବାକୁ ହେବ? ନା ଦେଖ କ'ଣ କରିବାକୁ ହେବ? ନା ନାନାବିଧ ଲୋକମାନଙ୍କର ମଧ୍ୟରେ ଏକତା ରକ୍ଷା କରିବାକୁ ହେଲେ ସେ ସମସ୍ତଙ୍କର ସେହି ଦେଶର ଭାଷା ଗ୍ରହଣ କରିବା ଉଚିତ। ସ୍ଥାୟୀ ନାଗରିକ ହେବା ପାଇଁ ଯୁକ୍ତରାଷ୍ଟ୍ରରେ କେଉଁ ଆଇନ ପ୍ରଣୟନ କରାଇଥାଏ? ନା ଦେଖନ୍ତୁ ଯଦି କେହି ଯୁକ୍ତରାଷ୍ଟ୍ରରେ ସ୍ଥାୟୀ ନାଗରିକ ହେବା ପାଇଁ ଚାହାନ୍ତି ତେବେ ତାଙ୍କୁ ଇଂରାଜୀ ଭାଷା ହିଁ ଗ୍ରହଣ କରିବାକୁ ହେବ। ତ ଚାଲନ୍ତୁ ପିଲାମାନେ ତାର ଅନ୍ୟାନ୍ୟ କ୍ୱେଶ୍ଚନ ଗୁଡ଼ିକ ଦେଖିବା ହେଲା। ଭାଷା ଓ ଜାତୀୟତାର ପ୍ରବନ୍ଧର ପ୍ରାବନ୍ଧିକ କିଏ? ସତ୍ୟବାଦୀ ଯୁଗର ସାଧକ ଉତ୍କଳମଣି ଗୋପବନ୍ଧୁ ଦାସ ଭାଷା ଓ ଜାତୀୟତା ପ୍ରବନ୍ଧର ପ୍ରାବନ୍ଧିକ ଭାବରେ ପରିଚିତ। ତାପରେ ଦେଖନ୍ତୁ ଗୋପବନ୍ଧୁ ଦାସଙ୍କର ପିତାମାତାଙ୍କର ନାମ କ'ଣ? ନା ଗୋପବନ୍ଧୁ ଦାସଙ୍କର ପିତାଙ୍କର ନାମ ଥିଲା ଦୈତାରୀ ଦାସ ଓ ତାଙ୍କର ମାତାଙ୍କ ନାମ ଥିଲା ସ୍ୱର୍ଣ୍ଣମୟୀ ଦେବୀ ହେଲା। ଗୋପବନ୍ଧୁ କେଉଁ ଯୁଗର ମୁଖ୍ୟ ପୁରୋଧା ଥିଲେ? ନା ଗୋପବନ୍ଧୁ ଥିଲେ ଗୋପବନ୍ଧୁ ଥିଲେ ଜଣେ ଓଡ଼ିଆ ସାହିତ୍ୟର ସତ୍ୟବାଦୀ ଯୁଗର ମୁଖ୍ୟ ପୁରୋଧା। ଗୋପବନ୍ଧୁ କେଉଁ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ? ନା ଗୋପବନ୍ଧୁ ଥିଲେ ଏକାଧାରରେ ଜଣେ ଦେଶସେବୀ, ତା ସହିତ ଜ୍ଞାନଦାତା, ଶିକ୍ଷକ, କର୍ମୀ, କବି, ଲେଖକ ଓ ସମ୍ପାଦକ। ସେ ତ୍ୟାଗର ମୂର୍ତ୍ତିମନ୍ତ ବିଗ୍ରହ। ଗୋପବନ୍ଧୁଙ୍କ ସମ୍ପାଦନରେ କେଉଁ ପତ୍ରିକା ଓ ଖବର କାଗଜ ପ୍ରକାଶ ଲାଭ କରିଥିଲା? ନା ଗୋପବନ୍ଧୁଙ୍କର ସମ୍ପାଦନରେ ସତ୍ୟବାଦୀ ପତ୍ରିକା ଓ ସମାଜ ଖବର କାଗଜ ପ୍ରକାଶ ଲାଭ କରିଥିଲା ହେଲା। ଗୋପବନ୍ଧୁଙ୍କର କେଉଁ ସୃଷ୍ଟି ସମ୍ଭାର ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛି? ନା ଗୋପବନ୍ଧୁଙ୍କର ରଚନା ଗୁଡ଼ିକ ମଧ୍ୟରେ ବନ୍ଦୀର ଆତ୍ମକଥା, କାରା କବିତା, ଧର୍ମପଦ, ଅବକାଶ ଚିନ୍ତା, ନଚିକେତା ଉପାଖ୍ୟାନ ଓ ଗୋମାତ୍ମ ପ୍ରଭୃତି କାବ୍ୟ କବିତା। ଏତଦ୍ ବ୍ୟତୀତ ଓଡ଼ିଆ ଜାତୀୟତା, ଦୟା ଓ ଆଜ୍ଞାବର୍ତ୍ତିତା, ଶିକ୍ଷା କ'ଣ ଓ ଓଡ଼ିଆ ଜାତି କିଏ ଆଦି ବହୁ ଉଚ୍ଚକୋଟୀର ପ୍ରବନ୍ଧର ରଚୟିତା ଭାବରେ ସେ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ତାପରେ ଦେଖନ୍ତୁ ଭାଷା ଓ ଜାତୀୟତା ପ୍ରବନ୍ଧରେ କେଉଁ କଥା ଉଲ୍ଲେଖ କରିଛନ୍ତି? ନା ଭାଷା ଓ ଜାତୀୟତା ପ୍ରବନ୍ଧରେ ପାଠକଙ୍କୁ ପ୍ରାବନ୍ଧିକ ଭାଷା ଓ ଜାତୀୟତା ସମ୍ପର୍କରେ ବୁଝାଇବା ସହିତ ଏକ ଭାଷାଭାଷୀ କହୁଥିବା ଲୋକେ ଯେ ରାଷ୍ଟ୍ରର ସର୍ବବୋଧ ମଙ୍ଗଳ କରିପାରନ୍ତେ ତାହା ସେ ବର୍ଣ୍ଣନା କରିଛନ୍ତି। ଆଜି ସମସ୍ତେ କ'ଣ ପାଇଁ ବ୍ୟାକୁଳ? ଆଜି ସମସ୍ତେ ଭାରତୀୟ ଜାତୀୟତା ପାଇଁ ବ୍ୟାକୁଳ। ଦେଖନ୍ତୁ ଭାରତର ଜାତୀୟତା ପ୍ରତିଷ୍ଠା ପାଇଁ କେଉଁଥିରେ ସୂଚନା ଦିଆଯାଇଅଛି? ନା
ଦେଖ ସଭା ସମିତିରେ ବକ୍ତୃତା କାବ୍ୟ ନାଟକ ଉପନ୍ୟାସ ଆଦିରେ ରୂପକ ଛରରେ ଭାରତୀୟ ଜାତୀୟତା ପ୍ରତିଷ୍ଠା ପାଇଁ ସୂଚନା ଦିଆଯାଇଅଛି। କେଉଁ ସମସ୍ୟା ଭାରତ ପକ୍ଷେ ବଡ଼ ଗୁରୁତର? ନା ପ୍ରକୃତରେ ଭାରତର ଜାତୀୟ ସମସ୍ୟା ଭାରତ ପକ୍ଷେ ବଡ଼ ଗୁରୁତର। କାହା ସହିତ କାହାର ସମ୍ପର୍କ କଥା ଭାବିବାକୁ ସାହସ ପାଏ ନାହିଁ ବୋଲି ଲେଖକ କହିଛନ୍ତି। ନା କୁମାରିକାର ହିମାଳୟ ସହିତ କିଛି ବି ସମ୍ପର୍କ ଥିବା କଥା ଭାବିଲା ବେଳକୁ ସାହସ ପାଏ ନାହିଁ ବୋଲି ଲେଖକ ପ୍ରକାଶ କରିଛନ୍ତି। ମାନବ ପ୍ରାଣର ମିଳନ ପାଇଁ ଏକମାତ୍ର ପନ୍ଥା ଭାବରେ କାହାକୁ ଗ୍ରହଣ କରାଯାଏ? ନା ଦେଖନ୍ତୁ ଭାଷାର ଏକତା ମାନବ ପ୍ରାଣର ମିଳନ ପକ୍ଷେ ଏକମାତ୍ର ପନ୍ଥା। ପ୍ରାଦେଶିକ ସ୍ୱତନ୍ତ୍ର ବୃଦ୍ଧି ହେଲେ କଣ ବୃଦ୍ଧି ହେଲେ ମଧ୍ୟ କିଏ ସ୍ୱତନ୍ତ୍ର ମଧ୍ୟରେ ସୁଦୃଢ଼ ଏକତା ରଖିଅଛି? ଦେଖନ୍ତୁ ପ୍ରାଦେଶିକ ସ୍ୱତନ୍ତ୍ର ବୃଦ୍ଧି ହେଲେ ମଧ୍ୟ ସଂସ୍କୃତ ଭାଷା ଓ ବୈଦିକ ଭାବ ସ୍ୱତନ୍ତ୍ର ମଧ୍ୟରେ ଏକତା ରଖିବାରେ ସମର୍ଥ ହୋଇଅଛି। ଦ୍ରାବିଡ଼ ସଙ୍ଗେ ଆର୍ଯ୍ୟର ସଂଘର୍ଷ ପରେ କେଉଁମାନେ ଆର୍ଯ୍ୟ ସଭ୍ୟତା ଗ୍ରହଣ କରିଥିଲେ? ନା ଦେଖନ୍ତୁ ଦ୍ରାବିଡ଼ ମାନେ ଆର୍ଯ୍ୟ ଭାଷା ଓ ଆର୍ଯ୍ୟ ଭାବ ଓ ଆର୍ଯ୍ୟ ସଭ୍ୟତା ଗ୍ରହଣ କରିଥିଲେ ଓ ଦ୍ରାବିଡ଼ ଆର୍ଯ୍ୟ ସଙ୍ଗରେ ମିଶିଗଲେ ହେଲା। ଭାବ ଓ ସଭ୍ୟତାର ମୂଳରେ କଣ ରହିଛି ବୋଲି ପ୍ରାବନ୍ଧିକ ଉଲ୍ଲେଖ କରିଛନ୍ତି? ନା ଦେଖନ୍ତୁ ଭାବ ଓ ସଭ୍ୟତାର ମୂଳରେ ଅଛି କି ଭାଷା ଓ ଭାଷାର ଏକତା ଥିଲେ ଭାବର ଏକତା ସୁନିଶ୍ଚିତ, ଏହା ନିଃସନ୍ଦେହ। ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟତା ଓ ଜାତୀୟ ଭାବ କିପରି ଅକ୍ଷୁଣ୍ଣ ରହିଛି? ନା ଦେଖନ୍ତୁ ଯୁକ୍ତରାଷ୍ଟ୍ର ଆମେରିକାର ବହୁବର୍ଣ୍ଣ ଓ ବହୁ ଧର୍ମର ଲୋକମାନଙ୍କର ଭିତରେ ଜାତୀୟତା ଏକ ଭାଷାକୁ ନେଇ ସୁଦୃଢ଼ ହୋଇଛି। ପ୍ରାଦେଶିକ ନାନା ପାର୍ଥକ୍ୟ ଥିଲେ ସୁଦ୍ଧା ସମଗ୍ର ରାଜ୍ୟରେ ଗୋଟିଏ ଜାତୀୟ ଭାବ ନିରନ୍ତର ଜାଗ୍ରତ ହୋଇଅଛି। ତ ଧନ୍ୟବାଦ ପିଲାମାନେ, ଆଜିର ଭିଡ଼ିଓଟି ଏଇଠି ରଖୁଛି। ଜୟ ଜଗନ୍ନାଥ।